हेलो फ्रेंड्स स्वागत जनाछि मु मोर यूट्यूब चैनल टेक केदार को। तो आशा करुछि आपण माने समस्त भलो थिबे एवं सुस्थ थिबे। तो फ्रेंड्स आज वीडियो में डिस्कशन करबा साधारणतंत्र दिवस रे ओडिया रे रचना। जदि आपण को स्कूल रे कहा जाय थे साधारणतंत्र विषय रे ओडिया रचना लिखिया पई ताले आपण माने ए रचना ठी को लिखि देबे जहा द्वारा कि आपण माने फुल मार्क आपण माने पाई जिवे। तो चलंतु बिना डेट न करे आज रे रचना ठी को हम एठारो स्टार्ट करबा। तो आपण माने किपरि भाबरे ए रचना ठी को लिखिबे देखंतु। प्रथम आपण माने हेडिंग दे दियंतु उपक्रम एवं ता तळे लेखंतु देश स्वाधीनता प्राप्त पर देशर शासन सुचारू रूपे परिचालित हेबा पई संविधान प्रस्तुत हला। 1950 मसिया जनवरी मास 26 तारिख रु संविधान प्रणयन हला। सेहि दिन पाखरु ए जा प्रत्येक वर्ष जनवरी 26 को आमे साधारणतंत्र दिवस रूपे पालन करि आसुछु। आम विद्यालय मध्य एही दिवस को खूब आडंबर सहकारे पालन करा जाय। नेक्स्ट हेडिंग दे दियंतु काहींकी पालन करा जाय एवं ता तळे लिखंतु देशर शासन सुंदर भावे परिचालित हेबा पई शासन विधायक सभा 3 वर्ष धरि शासन खसड़ा प्रस्तुति करिबारे लागि पड़िले। 1949 मसिया नवेम्बर 26 तारिख रे एही कार्य शेष होला। 1950 मसिया जनवरी 26 तारिख रु नूतन संविधान कार्यकारी ହେଲା। ଆମ ଦେଶ ଏକ ସାଧାରଣତନ୍ତ୍ର ଦେଶ ହିସାବରେ ନିଜେ ନିଜକୁ ଶାସନ କଲା। ସାଧାରଣତନ୍ତ୍ର ବା ଗଣତନ୍ତ୍ର ଶାସନ ହେଲା ଲୋକମାନଙ୍କର ଦ୍ୱାରା ଶାସନ। ନେକ୍ସଟ ହେଡ଼ିଂ ଦେଇ ଦିଅନ୍ତୁ ଆମେ କିପରି ଏହାକୁ ପାଳନ କରୁ ଏବଂ ତାପରେ ତା ତଳେ ଆପଣମାନେ ଲେଖନ୍ତୁ ସାଧାରଣତନ୍ତ୍ର ଦିବସରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସକାଳୁ ବିଦ୍ୟାଳୟରେ ଉପସ୍ଥିତ ହୁଅନ୍ତି। ଏହାପରେ ପ୍ରଭାତ ଫେରି ହୁଏ। ସବୁ ପିଲା ଧାଡ଼ି ଧାଡ଼ି ହୋଇ ବନ୍ଦେ ମାତରମ୍ ଭାରତ ମାତା କି ଜୟ ଧ୍ୱନି ଉଚ୍ଚାରଣ କରି କରି ଗ୍ରାମ ପରିକ୍ରମା କରନ୍ତି। ପ୍ରଭାତ ଫେରି କରି ଫେରିବା ପରେ ପ୍ରଧାନ ଶିକ୍ଷକ ଜାତୀୟ ପତାକା ଉତ୍ତୋଳନ କରନ୍ତି। ଜାତୀୟ ସଙ୍ଗୀତ ଗାନ କରାଯାଏ। ଶିକ୍ଷକ ଶିକ୍ଷିକା ଏହି ଦିବସ ବିଷୟରେ ଭାଷଣ ଦିଅନ୍ତି। ଏହାପରେ ସାଧାରଣ ସଭା ହୁଏ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା କରି ସେମାନଙ୍କୁ ପୁରସ୍କୃତ କରାଯାଏ। ଏହା ଛଡ଼ା ବୃକ୍ଷରୋପଣ କାର୍ଯ୍ୟ ମଧ୍ୟ ଏହି ଦିନ କରାଯାଇଥାଏ। ବିଦ୍ୟାଳୟ ପରିବେଶ ଓ ରାସ୍ତାଘାଟ ଆଦି ମିଳିତ ଭାବେ ପରିଷ୍କାର କରୁ। ଏହି ଦିନ ଗଣଦୌଡ଼ ହୁଏ ଏବଂ ଏନସିସି ତରଫରୁ କାର୍ଯ୍ୟକ୍ରମ କରାଯାଏ। ବିଦ୍ୟାଳୟର ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଏ। ନେକ୍ସଟ ହେଡ଼ିଂ ଦେଇ ଦିଅନ୍ତୁ ଶେଷ କଥା ଏବେ ଏହି ଦିବସର ପ୍ରକୃତ ଗୁରୁତ୍ୱ କମିବାରେ ଲାଗିଲାଣି। ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ଧୀରେ ଧୀରେ ଭୁଷୁଡ଼ିବାରେ ଲାଗିଛି। ଲୋକେ ଦୁର୍ନୀତିଗ୍ରସ୍ତ ହେବାରେ ଲାଗିଲେଣି। ପୂଜ୍ୟ ଲୋକଙ୍କୁ ସମ୍ମାନ ନାହିଁ। ଜାତି ଧର୍ମକୁ ନେଇ ମାଡ଼ଗୋଳ ହଣାକଟା ନାରୀମାନେ ନିରାପଦ ନୁହନ୍ତି। ଗରିବମାନେ ଦିନକୁ 2 ଓଳି ଖାଦ୍ୟ ଖାଇବାକୁ ମଧ୍ୟ ପାଉନାହାନ୍ତି। ଧନୀ ଶ୍ରେଣୀର ଲୋକେ ଦରିଦ୍ରମାନଙ୍କୁ ଶୋଷଣ କରି ଚାଲିଛନ୍ତି। ସବୁଆଡ଼େ ହିଂସାର ବାତାବରଣ। ଆମେ ସବୁ ଦେଶର ଆଗାମୀ ଭବିଷ୍ୟତ ଦେଶର ଭବିଷ୍ୟତ ନାଗରିକ। ଆମେ ସବୁ ମିଳିମିଶି ଏହି ଦିବସରେ ଶପଥ କରିବା ଉଚିତ ଯେ ଦେଶରୁ ଅନ୍ୟାୟ ଓ ଦୁର୍ନୀତିକୁ ମୂଳପୋଛ କରିଦେବୁ। ଜାତୀୟ ସଂହତି ରକ୍ଷା କରିବୁ। ଜାତୀୟ ସମ୍ପତ୍ତି ଓ ଗୌରବର ରକ୍ଷା କରିବୁ। ବସୁଧୈବ କୁଟୁମ୍ବକମ୍ ମନୋଭାବ ନେଇ ମିଳିମିଶି ଚଳିବୁ। ଏହା ହେଲେ ଏ ଦିବସର ତଥା ଦେଶର ପ୍ରକୃତ ମହତ୍ତ୍ୱ ବଜାୟ ରହିପାରିବ। ତ ଫ୍ରେଣ୍ଡସ୍ ଏହା ଥିଲା ସାଧାରଣତନ୍ତ୍ର ଦିବସରେ ଓଡ଼ିଆରେ ରଚନା। ତ ଆଶା କରିବି ଆପଣମାନଙ୍କୁ ଆଜିର ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଭିଡ଼ିଓ ଗୋଟେ ଲାଇକ୍ କରିଦେବେ ଏବଂ ଚ୍ୟାନେଲକୁ ଯଦି ପ୍ରଥମ ଥର ପାଇଁ ଆସିଥାନ୍ତି ତାହେଲେ ଚ୍ୟାନେଲଟିକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିଦେବେ ଏବଂ ଆପଣଙ୍କର ସବୁ ସାଙ୍ଗସାଥିମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ସେୟାର କରିଦେବେ। ଏବଂ ଯଦି ଆପଣଙ୍କର ଏହି ରଚନା ବ୍ୟତୀତ ଅନ୍ୟ କୌଣସି ବିଷୟ ରଚନା ଦରକାର ହେଉଥାଏ ତାହେଲେ ଆପଣମାନେ କମେଣ୍ଟ ବକ୍ସରେ କମେଣ୍ଟ କରିଦେବେ। ମୁଁ ପରବର୍ତ୍ତୀ ଭିଡ଼ିଓରେ ଆପଣମାନଙ୍କ ପାଇଁ ସେହି ରଚନାଟି ନେଇକି ଆସିଯିବି। ତ ଆଜିର ଭିଡ଼ିଓଟାକୁ ଆମେ ଏଠାରେ ରଖିବା। ଜୟ ହିନ୍ଦ ଜୟ ଭାରତ ବନ୍ଦେ ମାତରମ୍।